ପଶ୍ଚିମବଙ୍ଗଳାରେ 6 ବର୍ଷ ମୁଁ ଦଳ ତରଫରୁ କାମ କରିଛି। ସେ ସମୟରେ ସରକାରଙ୍କର ନଗ୍ନ ଏବଂ ବିବଚ୍ଛ ଦୃଶ୍ୟ ମୁଁ ଦେଖିଛି। ମୁଁ ମଧ୍ୟ ଆହତ ହୋଇଥିଲି, 6ଟା ଷ୍ଟିଚ୍ ମୋର ମୁଣ୍ଡରେ ପଡ଼ିଥିଲା। ସେଠି ହିନ୍ଦୁ ଆଦୌ ସୁରକ୍ଷିତ ନୁହଁ। ଦେଖନ୍ତୁ ମମତା ବାନାର୍ଜୀ ଯାହା କରୁଛନ୍ତି, ସଂସଦୀୟ ଗଣତନ୍ତ୍ରକୁ ପ୍ରତ୍ୟେକ ଦିନ ସେ ଆକ୍ରମଣ କରୁଛନ୍ତି ଏବଂ ରକ୍ତାକ୍ତ କରୁଛନ୍ତି। ଏବେ ପଶ୍ଚିମବଙ୍ଗଳାରେ 6 ବର୍ଷ ମୁଁ ଦଳ ତରଫରୁ କାମ କରିଛି। ସେ ସମୟରେ ସରକାରଙ୍କର ନଗ୍ନ ଏବଂ ବିବଚ୍ଛ ଦୃଶ୍ୟ ମୁଁ ଦେଖିଛି। ମୁଁ ମଧ୍ୟ ଆହତ ହୋଇଥିଲି, 6ଟା ଷ୍ଟିଚ୍ ମୋର ମୁଣ୍ଡରେ ପଡ଼ିଥିଲା। ସେଠି ହିନ୍ଦୁ ଆଦୌ ସୁରକ୍ଷିତ ନୁହଁ। ଯେଉଁମାନେ ପ୍ରକୃତରେ ହିନ୍ଦୁମାନେ ଅତ୍ୟାଚାରିତ ହେଇକରି ବାଂଲାଦେଶରୁ ଆସୁଛନ୍ତି, ସେମାନେ ମଧ୍ୟ ପଶ୍ଚିମବଙ୍ଗଳାରେ ସୁରକ୍ଷିତ ନୁହଁ। ଏବେ ଗୁଡ଼ିଏ ୱାକଫ୍ ବିଲ୍ ପାସ୍ ହେଲା ପରେ ଏବଂ ଟ୍ରିପଲ୍ ତଲାକ୍ ପାସ୍ ହେଲା ପରେ ମଧ୍ୟ ଆଇନ ତାର ଯେଉଁ ପ୍ରତି ଆକ୍ରମଣ ହେଲା ସେଠିକାର ହିନ୍ଦୁମାନଙ୍କର ଉପରେ ହେଲା। ମୋତେ ଲାଗୁଛି ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଜିହାଦୀମାନଙ୍କର ପେଣ୍ଠସ୍ଥଳୀ ହୋଇଛି। ଯେଉଁ ପଶ୍ଚିମବଙ୍ଗଳା ଏକଦା କ୍ରାନ୍ତିକାରୀମାନଙ୍କର ଇପି ସେଣ୍ଟର ଥିଲା, ଏନ୍ତୁଡ଼ିଶାଳା ଥିଲା, ଆଜି ଆତଙ୍କବାଦୀମାନଙ୍କର ଏନ୍ତୁଡ଼ିଶାଳା ହୋଇଯାଇଛି। ଏଇଟା ସଂସଦୀୟ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହଁ। ମୋତେ ଲାଗୁଛି ଯେ ସଂସଦୀୟ ଗଣତନ୍ତ୍ରକୁ ରକ୍ତାକ୍ତ କରିବାରେ ମମତା ବାନାର୍ଜୀ ଇତିହାସରେ ସବୁଠାରୁ କଳଙ୍କିତ ମୁଖ୍ୟମନ୍ତ୍ରୀ ଭାବରେ ସ୍ଥାନିତ ହେବେ। ପଶ୍ଚିମବଙ୍ଗଳାରେ 6 ବର୍ଷ ମୁଁ ଦଳ ତରଫରୁ କାମ କରିଛି। ସେ ସମୟରେ ସରକାରଙ୍କର ନଗ୍ନ ଏବଂ ବିବଚ୍ଛ ଦୃଶ୍ୟ ମୁଁ ଦେଖିଛି। ମୁଁ ମଧ୍ୟ ଆହତ ହୋଇଥିଲି, 6ଟା ଷ୍ଟିଚ୍ ମୋର ମୁଣ୍ଡରେ ପଡ଼ିଥିଲା। ସେଠି ହିନ୍ଦୁ ଆଦୌ ସୁରକ୍ଷିତ ନୁହଁ। ଦେଖନ୍ତୁ ମମତା ବାନାର୍ଜୀ ଯାହା କରୁଛନ୍ତି, ସଂସଦୀୟ ଗଣତନ୍ତ୍ରକୁ ପ୍ରତ୍ୟେକ ଦିନ ସେ ଆକ୍ରମଣ କରୁଛନ୍ତି ଏବଂ ରକ୍ତାକ୍ତ କରୁଛନ୍ତି। ଏବେ ପଶ୍ଚିମବଙ୍ଗଳାରେ 6 ବର୍ଷ ମୁଁ ଦଳ ତରଫରୁ କାମ କରିଛି। ସେ ସମୟରେ ସରକାରଙ୍କର ନଗ୍ନ ଏବଂ ବିବଚ୍ଛ ଦୃଶ୍ୟ ମୁଁ ଦେଖିଛି। ମୁଁ ମଧ୍ୟ ଆହତ ହୋଇଥିଲି, 6ଟା ଷ୍ଟିଚ୍ ମୋର ମୁଣ୍ଡରେ ପଡ଼ିଥିଲା। ସେଠି ହିନ୍ଦୁ ଆଦୌ ସୁରକ୍ଷିତ ନୁହଁ। ଯେଉଁମାନେ ପ୍ରକୃତରେ ହିନ୍ଦୁମାନେ ଅତ୍ୟାଚାରିତ ହେଇକରି ବାଂଲାଦେଶରୁ ଆସୁଛନ୍ତି, ସେମାନେ ମଧ୍ୟ ପଶ୍ଚିମବଙ୍ଗଳାରେ ସୁରକ୍ଷିତ ନୁହଁ। ଏବେ ଗୁଡ଼ିଏ ୱାକଫ୍ ବିଲ୍ ପାସ୍ ହେଲା ପରେ ଏବଂ ଟ୍ରିପଲ୍ ତଲାକ୍ ପାସ୍ ହେଲା ପରେ ମଧ୍ୟ ଆଇନ ତାର ଯେଉଁ ପ୍ରତି ଆକ୍ରମଣ ହେଲା ସେଠିକାର ହିନ୍ଦୁମାନଙ୍କର ଉପରେ ହେଲା। ମୋତେ ଲାଗୁଛି ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଜିହାଦୀମାନଙ୍କର ପେଣ୍ଠସ୍ଥଳୀ ହୋଇଛି। ଯେଉଁ ପଶ୍ଚିମବଙ୍ଗଳା ଏକଦା କ୍ରାନ୍ତିକାରୀମାନଙ୍କର ଇପି ସେଣ୍ଟର ଥିଲା, ଏନ୍ତୁଡ଼ିଶାଳା ଥିଲା, ଆଜି ଆତଙ୍କବାଦୀମାନଙ୍କର ଏନ୍ତୁଡ଼ିଶାଳା ହୋଇଯାଇଛି। ଏଇଟା ସଂସଦୀୟ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହଁ। ମୋତେ ଲାଗୁଛି ଯେ ସଂସଦୀୟ ଗଣତନ୍ତ୍ରକୁ ରକ୍ତାକ୍ତ କରିବାରେ ମମତା ବାନାର୍ଜୀ ଇତିହାସରେ ସବୁଠାରୁ କଳଙ୍କିତ ମୁଖ୍ୟମନ୍ତ୍ରୀ ଭାବରେ ସ୍ଥାନିତ ହେବେ।